ଲଗାଣ ବର୍ଷା ଏବେ ଧାନ ଚାଷୀଙ୍କ ଭିତରେ ଆଣିଛି ଖୁସି। ତ ଗୋଟେ ପଟେ ବର୍ଷାର ପ୍ରଭାବ ଯୋଗୁ ଆପଣ ଦେଖୁଥିବେ କଟକ ଜିଲ୍ଲାରେ ଯୋଉ ଧାନ ଚାଷ ସ୍ୱତନ୍ତ୍ରତା ରହିଛି, ଏଠି ଚାଷୀ ମାନେ ଦେଖୁଥିବେ କେଉଁଭଳି ଭାବେ ଧାନ ତଳି ଧରି ସେମାନେ ନିଜ ନିଜ କ୍ଷେତରେ ସମ୍ପୂର୍ଣ୍ଣ ଲାଗି ପଡ଼ିଛନ୍ତି କିଭଳି ଧାନ ରୁଆପୋତା କରିବେ। ତ ଏଠି କେଉଁଠି ନା କେଉଁଠି ଚାଷୀ ବେଶ ଖୁସି ରହିଛନ୍ତି। ବାଙ୍କିରେ କିଛି ଦିନ ତଳେ ବର୍ଷା ଲାଗି ରହିଥିଲା। ଏବେ ଯଦିଓ ପୂର୍ବ ଆକଳନ କରୁଛି ପାଣିପାଗ ବିଭାଗ, କେଉଁଠି ନା କେଉଁଠି ଚାଷୀ ମଧ୍ୟ ଆଶା ବାନ୍ଧିଛି ଭଲ ବର୍ଷା ଆଉ କିଛି ହେଲେ ଧାନ ରୁଆପୋତା ଠିକ ଚାଲିବ। ତ ଆମେ ମଧ୍ୟ କି ଚାଷୀ ଆଜ୍ଞା କେମିତି କଣ ପାଗ ଅନୁକୂଳ ରହିଛି ଆପଣଙ୍କର ଏଇ ଯୋଉ ଧାନ ଚାଷ କରୁଛନ୍ତି, କୋଉ ଧାନ ଚାଷ କରୁଛନ୍ତି, ପାଗ କେମିତି ଅନୁକୂଳ ରହିଛି? ବର୍ଷା ଛାଡ଼ିବାରୁ ଟିକେ ପାଗ ଭଲ ଅଛି। ଏବେ ରୁଆପୋତା ଟିକେ ଲାଗିବାରେ ଖୁସି ଅଛନ୍ତି। କେତେ କଣ ଧାନ ଆଶା ରଖିଛ? ଅମଳ କେମିତି ହବ? ଆମ ଭଗବାନଙ୍କ ଉପରେ ନିର୍ଭର ଯେତିକି ହେଇପାଇଲା। ବର୍ଷା ହେଲା ଯଦି ଖୁସି ହେବା ଆଉ ଟିକେ ଚାଷୀ। ଆଉ ବର୍ଷା ଦରକାର? ହଁ, ବର୍ଷା ଟିକେ ହେଇଗଲେ ଯାହେଲେ ଏଇନା ସିଧାସଳଖ ପ୍ରତିକ୍ରିୟା ଶୁଣୁଥିଲେ। ଆମେ ମଧ୍ୟ ଆଉ କିଛି ଚାଷୀ ଗୋଟେ ପ୍ରତିକ୍ରିୟା ନବା। କଣ କହିବେ ଭାଇ, କେମିତି କଣ ଧାନ ଚାଷ ପାଇଁ କେତେ ପାଗ ଅନୁକୂଳ ରହିଛି? ସାର୍, ବର୍ଷା ଟିକେ ଯେ ହେଲେ ଭଲ ହବ। ଯଦି ବର୍ଷା ନହେଲେ ତାହେଲେ ମରୁଡ଼ି ହେଇଯିବ। ଏମାନେ ତ ବର୍ଷା ନିହାତି ଦରକାର, ନିହାତି ବର୍ଷା ଦରକାର। ଯଦି ଆପଣ ମାନେ ଯଦି ସାହାଯ୍ୟ ସରକାର ଟିକେ ସାହାଯ୍ୟ ଦିଅନ୍ତେ ତାହେଲେ ଚାଷୀକି ଟିକେ ଭଲ ହୁଅନ୍ତା। ଗୋଟେ ପଟେ ଯେତେବେଳେ ଆପଣ ବର୍ଷା କଥା କହୁଛନ୍ତି, ବର୍ଷା ହେଲେ ଭଲ ହୁଅନ୍ତା। ଏବେ ପୂର୍ବରୁ ବର୍ଷା ହେଇଥିଲା, ଇଏ କେତେ ଆପଣଙ୍କ ଧାନ ଚାଷ ପାଇଁ ସୁହାଇଛି? ସାର୍, ଯଦି ବର୍ଷାଟା ତାହେଲେ ରେଗୁଲାର ହବ ତାହେଲେ ଟିକେ ଭଲ ହବ ଲୋକଙ୍କୁ ଚାଷ କରିବାକୁ। ଯଦି ଚାଷ ଯଦି ବର୍ଷା ନ ହବ ତାହେଲେ କ'ଣ କରିବା ସାର୍? ତାହେଲେ ତ ସବୁ ତ ଜମି ମରିଯିବ ସାର୍। ଏଠି ନଈ ଅଛି, ଯଦି ସରକାର ଯଦି ଗୋଟେ ସାହାଯ୍ୟ ଦିଅନ୍ତା ଚାଷୀମାନଙ୍କୁ ତାହେଲେ ଭଲ ହୁଅନ୍ତା ଆଜ୍ଞା। ସଠିକ ଶୁଣୁଥିଲେ ଆପଣ ଦେଖିପାରୁଥିବେ, ଏ ହଉଛି ସେଇ ହଉଛି ଆପଣ ଦେଖିବେ ତଳି, ଏଇ ତଳିକୁ ନେଇ ଚାଷୀ ଚାଷ କରୁଛନ୍ତି। ଏଠି ମଧ୍ୟ ଆଉ ଜଣେ ବୟସ୍କ ଚାଷୀ ରହିଛନ୍ତି। ପାଗ କେମିତି ଅନୁକୂଳ ରହିଛି? ଯୋଉ ତଳି କୋଉ ଧାନ ଫସଲ ଆପଣ ରୋଇବାକୁ ଯାଉଛନ୍ତି? ଏ ବର୍ଷ ପାଗଟା ଆମ ଏରିଆ ବୋଲେ ବାଙ୍କି ସବୁ ଜଣ କଥା କହୁଛି ବା ଗୋପାଳପୁର ପଞ୍ଚାୟତ କଥା କହୁଛି, ସବୁ ପ୍ରକାରିଆ ଭଲ ଅଛି। କିନ୍ତୁ ଗୋଟିଏ କଥା ହଉଛି, ଏଣିକି ଯଦି ବର୍ଷା ଭାବିକ ହବ ତାହେଲେ ବର୍ତ୍ତମାନ ଆମର କାଲିଠାରୁ ବି କାମ ବନ୍ଦ ରହିପାରିବ, ରୁଆରୁଇ ହେଇପାରିବ ନାହିଁ କି ତଳି ଓପଡ଼ା ହେଇପାରିବନି। ଯଦି ଆଗାମୀ ଏଇ ଯେଉଁ ସରକାର ସୂଚନା ଦେଉଛନ୍ତି ବା ଆଗାମୀ ପାଣିପାଗ ବିଭାଗ ସୂଚନା ଦେଉଛି ଯେ 14-15 ମଧ୍ୟରେ ବର୍ଷା ହେବ ବୋଲି, ତାହେଲେ ଆମ ଗହିର କାମ ସୁରକ୍ଷିତରେ ଚାଲିବ, ନଚେତ କାମ ବନ୍ଦ ରହିବ। ପାଣି ଅଭାବ, ପାଣି ନାହିଁ, ଏଠି କୌଣସି ବି ଯୋଜନା ନାହିଁ ଯେ ପଏଣ୍ଟ ପାଣି ଲିଫ୍ଟ ପାଣି ନାହିଁ କି କୌଣସି ବୋରିଂ ସୂଚନା ନାହିଁ କି କୌଣସି ଇଏ ନାହିଁ। ସବୁଠାରୁ ତ ଗୋପାଳପୁର ପଞ୍ଚାୟତ ହେଉଛି କ'ଣ ଢିପ ଏରିଆ ଜାଗା, ତେଣୁ ସେ ଜାଗାରେ ନଦୀ ହେବ ନାହିଁ। ନଦୀ ଜବ ତଳାତଳି ଅଞ୍ଚଳ ହେବ, କିନ୍ତୁ ଆମ ଏରିଆଟାରେ ପ୍ରାୟ ମରୁଡ଼ିର ସମ୍ଭାବନା, କିନ୍ତୁ ନଦୀର ସମ୍ଭାବନା ନୁହଁ। ଆମର ଏଠି ବିଭିନ୍ନ ପ୍ରକାର ହେଉଛି, କେତେ ଏ ଲଗାଟ ହେଉଛି ବୋଲେ 120 ଦିନ ହେଉଛି, 195 ଦିନ ହେଉଛି, 345 ଦିନରେ ଧାନ ହେଉଛି, ଏଇଭଳି ଧାନ ସବୁ ଚାଲିଛି। କ'ଣ ଚାହିଁବେ? ଚାହିଁବେ ବର୍ତ୍ତମାନ ଆମର ଆଗାମୀ ବର୍ଷା ଦରକାର ଏବଂ ଆମର 4 ପ୍ରକାରିଆ କିସମର ଧାନ ଦରକାର। ବୋଲେ 120 ଦିନିଆ ଧାନ ଦରକାର ହେବ, 90 ଦିନିଆ ଧାନ ଦରକାର ହେବ, 145 ଦିନ ଧାନ ବି ଦରକାର ହେବ। ସିଧାସଳଖ ପ୍ରତିକ୍ରିୟା ଶୁଣୁଥିଲେ। ଆପଣ ମଧ୍ୟ ଦେଖୁଥିବେ ଚାଷୀ ଏଠି ରହିଛନ୍ତି, ତାଙ୍କ ହାତରେ ତଳି ରହିଛି। ଆପଣ କ୍ଷେତକୁ ଯଦି ଦେଖିବା, କ୍ଷେତ ସମ୍ପୂର୍ଣ୍ଣ ଯଦିଓ ବର୍ଷା ପାଣିରେ କିଛି ଭରି ହେଇକି ରହିଛି, କିଛିଟା ସ୍ଥାନରେ ରହିଛି, ଆଉ ଅନେକ ସ୍ଥାନରେ ମଧ୍ୟ ପାଣିର ଅଭାବ ରହିଛି। ବର୍ଷା ଆବଶ୍ୟକତା ରହିଛି। ଚାଷୀ ସେଥିପାଇଁ ପାଣିପାଗ ବିଭାଗର ସୂଚନାକୁ ନେଇ ଯଦି ଖୁସି ଅଛନ୍ତି ଯେ ସେଇ ପରିମାଣରେ ବର୍ଷା ହୁଏ, ନିଶ୍ଚିନ୍ତ ଚାଷୀ ତାର ଯୋଉ ତଳି ହଉଛି ଧାନ ରୁଆପୋତା କରିପାରିବ। ତ ଏଠି ଚାଷୀ ତାଙ୍କ ପ୍ରତିକ୍ରିୟା ଦେଉଥିଲେ। ଆଉ ଚାଷୀ ବାଙ୍କି ଅଞ୍ଚଳର ଚାଷୀ ବିଶେଷ କରି ଧାନ ଚାଷ କରି ଜୀବନ ଜୀବିକା ନିର୍ବାହ କରନ୍ତି। ଆଜି ଯେତେବେଳେ ଆମେ ଆସି ପହଞ୍ଚିଲୁ ଗ୍ରାଉଣ୍ଡ ଜିରୋରେ, ଚାଷୀଙ୍କର ପ୍ରତିକ୍ରିୟା ନେଉଥିଲୁ। ଚାଷୀ ସିଧାସଳଖ ତାଙ୍କ ପ୍ରତିକ୍ରିୟା ରଖୁଥିଲେ। ବର୍ଷାର ଅଭାବ ରହିଛି, ଯୋଉଥିପାଇଁ ତଳି ଯୋଉ ବୁଣିବା ବିଳମ୍ବତା ରହିଛି। ଆଉ ଯଦି ବର୍ଷା ଆଗକୁ ପକାଏ, ନିଶ୍ଚିନ୍ତ ଭଲ ଧାନ ଚାଷ ହେବ, ଭଲ ଅମଳ ବାହାରିବ ବୋଲି ଚାଷୀ ଆଶାବାଦୀ। କଟକ ଜିଲ୍ଲା ବାଙ୍କି ସହରର ନିକଟବର୍ତ୍ତୀ ଅଞ୍ଚଳରୁ ମନୋଜ କୁମାର ଦଳେଇ, ଚର୍ଚ୍ଚା ନ୍ୟୁଜ୍।